যদি জমি পଟ୍ଟାରେ ବାପାଙ୍କର କିମ୍ବା ଜେଜେ ବାପାଙ୍କର କିମ୍ବା ତାଙ୍କ ବାପାଙ୍କର ନାମ ଅଛି ଆଉ ଆପଣ ନିଜ ନାଁକୁ ଆଣିବା ପାଇଁ ଚାହୁଁଛନ୍ତି ତାର ଡିଟେଲ ପ୍ରୋସେସ ଏଇ ଭିଡ଼ିଓ ମାଧ୍ୟମରେ କହିଦେବେ। ଭିଡ଼ିଓଟାକୁ ସେଭ୍ କରିକି ରଖିଥାନ୍ତୁ, ବହୁତ ଥର କାମରେ ଆସିବ। ଯଦି ଆପଣଙ୍କର ବାପା ଜେଜେ ବାପା ଯାହା ନାଁରେ ଅଛନ୍ତି ସେମାନେ ମରିଯାଇଛନ୍ତି ତାହେଲେ ଇନହେରିଟାନ୍ସରେ ଆପଣ ପାଇବେ। ସେଥିପାଇଁ ଆପଣଙ୍କୁ ଯିଏ ମୃତ ବ୍ୟକ୍ତି ଅଛନ୍ତି ତାଙ୍କର ଡେଥ୍ ସାର୍ଟିଫିକେଟ୍ ବାହାରିବ ଆଉ ତାଙ୍କ ଅନ୍ତେ ଯେତିକି ବି ରହିଲେ ଯଦି ସେମାନଙ୍କର ବି ମୃତ୍ୟୁ ହୋଇଛି ଡେଥ୍ ସାର୍ଟିଫିକେଟ୍ ବାହାରିବ। ତା ସହିତ ଲିଗାଲ ହେୟାର ସାର୍ଟିଫିକେଟ୍ ବାହାରିବ। ଲିଗାଲ ହେୟାର ସାର୍ଟିଫିକେଟ୍ରେ ସମସ୍ତଙ୍କ ନାମ ମେନସନ୍ ରୁହେ, ତାଙ୍କର ଯେତିକି ବି ଉତ୍ତରାଧିକାରୀ ରହିଲେ ମାନେ ପୁଅ ଝିଅ ସମସ୍ତଙ୍କ ନାମ ରହିବ। ଆଉ ସେ ଉତ୍ତରାଧିକାରୀ ସାର୍ଟିଫିକେଟ୍ ସହିତ ଆପଣଙ୍କୁ ଯିବାକୁ ପଡ଼ିବ ୱେବସାଇଟ୍ କି ଓଡ଼ିଶା ରେଭିନ୍ୟୁ ସର୍ଭିସେସ୍ .nic.in, ଯୋଉଠି ଆପଣଙ୍କୁ ଫାଷ୍ଟ 1 ନମ୍ବରରେ ଆପଣଙ୍କର ଏପ୍ଲାଏ ମ୍ୟୁଟେସନର ଅପସନ୍ ମିଳିବ, ଯୋଉଠି ଆପଣ ଏପ୍ଲାଏ କରିବେ। ଏପ୍ଲାଏ କଲା ପରେ ଆର୍ଆଇ ଭେରିଫିକେସନ କରିବେ, ଇନକ୍ୱାରି କରିବେ। ତାପରେ ଆପଣଙ୍କର ତହସିଲରେ नो ଅବଜେକ୍ସନର ଗୋଟେ ଲେଟର ଲାଗିବ। ଆଉ ଯଦି କେହି ଅବଜେକ୍ସନ କରିବେ ନାହିଁ ତାହେଲେ ଆପଣଙ୍କର ପଟ୍ଟା ଯୋଉଟା ଆସିବ ଯେତିକି ବି ଲିଗାଲ ହେୟାରରେ ଯେତିକି ଜଣଙ୍କର ନାମ ଥିବ ନୂତନ ପଟ୍ଟାରେ ସମସ୍ତଙ୍କ ନାମ ଚଢ଼ିକି ଆସିଯିବ। ଆଉ এই ପ୍ରୋସେସଟା କରିଲେ ଆପଣ ବର୍ତ୍ତମାନ ଯେଉଁମାନେ ସିଏମ୍ କିଷାନ ପିଏମ୍ କିଷାନରୁ ବାଦ ପଡ଼ିଯାଇଛନ୍ତି କାରଣ ନିଜ ନାଁରେ ପଟ୍ଟା ନାହିଁ ସେମାନେ ପୁଣି ଥରେ ପାଇପାରିବେ। ସେଥିପାଇଁ ଭିଡ଼ିଓଟା ବହୁତ ଜରୁରୀ, ଅଧିକରୁ ଅଧିକ ସେୟାର କରିଦିଅନ୍ତୁ। ଜୟ ଜଗନ୍ନାଥ। ଜମି ପଟ୍ଟାରେ ଯଦି ଜେଜେଙ୍କ ନାମ ଅଛି ତୁମ ନାମ କେମିତି ହେବ?